শ্রোতা বন্ধু, ଏ ସଂସାରରେ ସେ ଦୀର୍ଘାୟୁ କିଏ ମ ଯିଏ ଯଶ କେତନ ଉଡ଼ାଏ। କର୍ଣ୍ଣଦାତା ବଳିର୍ଦାତା ଦାତା ଜିମୁତ ବାହନ ହରିଶ୍ଚନ୍ଦ୍ର ମହାଦାତା ମୁଖ୍ୟ ଦାତା ଜନାର୍ଦ୍ଦନ। ଦାତା ଯେ ଦିଏ ସତ୍ପାତ୍ରରେ ଦିଏ ଏବଂ ଶ୍ରଦ୍ଧାରେ ଦିଏ ସେ ଦାତା। ଶାସ୍ତ୍ର କହିଲେ କର୍ଣ୍ଣଦାତା, ବଳି ଦାତା ବାମନକୁ ଦେଇଥିଲେ ବଳି। କର୍ଣ୍ଣଦାତା ବଳିର୍ଦାତା ଦାତା ଜିମୁତ ବାହନ, ଯେ ନିଜ ଶରୀରକୁ ଦେଇଥିଲେ ଖିନ୍ ଭିନ୍ କରି ଖାଇଥିଲେ ଗରୁଡ଼। ଜିମୁତ ବାହନ ବୁଦ୍ଧଙ୍କର ଏକ ଅବତାର ସେ। କର୍ଣ୍ଣଦାତା ବଳିର୍ଦାତା ଦାତା ଜିମୁତ ବାହନ ହରିଶ୍ଚନ୍ଦ୍ର, ସବୁ ଦେଇଦେଲେ ସେ ମହାଦାତା। ଆଉ ମୋକ୍ଷ ଦାତା ଜନାର୍ଦ୍ଦନ ଶ୍ରୀହରି, ସେ ମୋକ୍ଷ ଦିଅନ୍ତି, ମୁକ୍ତି ଦିଅନ୍ତି। ସଂସାରରେ ଜୀବ ଯେଉଁ କଷ୍ଟ ଭୋଗେ ଏ କଷ୍ଟରୁ ସେ ମୁକ୍ତ କରନ୍ତି। ତେଣୁ ଏଇ ମହାତ୍ମାଙ୍କର ନାଁ ଆମେ ସକାଳୁ ସ୍ମରଣ କରିବା, ସକାଳୁ ସ୍ମରଣ କରିବା। ହଁ ବନ୍ଧୁ, ଆଜି ଆମେ ଆଲୋଚନା କରିବା ସୋମବାର ପାଇଁ। ଅଛେ ରବିବାର, ତେଣୁ ସୋମ ଅର୍ଥ ଚନ୍ଦ୍ର। ଚନ୍ଦ୍ରକୁ ନେଇ ଯେଉଁ ବାର ତାହା ହେଲା ସୋମବାର। ସେମିତି ରବି ମାନେ ସୂର୍ଯ୍ୟ, ରବିଙ୍କୁ ନେଇ ଯେଉଁ ବାର ତା ରବିବାର। ଯେମିତି ରବିବାର ଦିନ ସୂର୍ଯ୍ୟଙ୍କର ସଳଖ କିରଣ ପୃଥିବୀର ନିକଟତର ହୁଏ ବା ସୂର୍ଯ୍ୟ ଆଉ ପୃଥିବୀ ମଧ୍ୟରେ ବ୍ୟବଧାନଟେ କମିଯାଏ। ଏହି ପରିକ୍ରମଣାରୁ ସୂର୍ଯ୍ୟଙ୍କୁ ପୃଥିବୀ ପରିକ୍ରମଣ କରୁଛି ନା, ଏହି ଭ୍ରମଣରୁ। ସେମିତି ଚନ୍ଦ୍ର ଯେଉଁଦିନ ପୃଥିବୀର ନିକଟତର ହୁଏ ସେଦିନ ସୋମବାର। ଆଜି ଆମେ ଆଲୋଚନା କରିବା ଏଇ ରବିବାର ରହିକିରି ସୋମବାର କଥା ଆଲୋଚନା କରିବା। ବାସ୍, ଆଗେ ଦେଖିବା ମେଷ କଥା। ମେଷ, ସୋମବାର ମେଷ ପାଇଁ ଶୁଭ, କିନ୍ତୁ ରାତି 8ଟା 40 ପରେ ଦ୍ୱିଜା ନକ୍ଷତ୍ରର ଅଶୁଭ। ଧନାଗମ ହେବ, ମାତ୍ର ମନ ବ୍ୟାକୁଳ ହେବ। ଦୈନନ୍ଦିନ ବ୍ୟବସାୟ ଠିକ୍ ଠାକ୍ ଚାଲିବ, ହେଲେ ମଝିରେ ମଝିରେ ବିଭିନ୍ନ ବିଘ୍ନ ସୃଷ୍ଟି ହେବ, ମାନେ ନ ଚାଲିଲା ଭଳି ବୋଧ ହେବ। କର୍ମ କ୍ଷେତ୍ରରେ ବି ବିଭ୍ରାଟ ହେବାର ସମ୍ଭାବନା ଅଛି। ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିବ। ଇଚ୍ଛାନୁସାରେ ପ୍ରାୟ କାମ ହେବନି। ଭଲ ଭୋଜନ ମିଳିବ। ଦିନଟି ଶତକଡ଼ା 90 ଖରାପ। ଏଣୁ ଧୈର୍ଯ୍ୟର ସହିତ ଆପଣ ଓମ୍ ଏଇ ଧ୍ୱନି କରନ୍ତୁ, ମଙ୍ଗଳ ହେବ। ବୃଷ ରାଶି, ବୃଷ ରାଶି ସୋମବାର ଦୁଃଖପ୍ରଦ ହେଲେ ବି ସିଏ ସୁଖପ୍ରଦ ଥିଲା ସୋମବାର ପାଇଁ। ବୃଷ ପାଇଁ ସୋମବାର ଦୁଃଖପ୍ରଦ ହେଲେ ବି 23 ତାରିଖ ସୁଖ ସମ୍ଭାର ନେଇ ଆସୁଛି। 23 ତାରିଖରେ ସୋମବାରରେ ବୃଷ ରାଶି ଲୋକେ କ'ଣ ସବୁ ପାଇବେ? ସୁସମ୍ବାଦ ଶୁଣାଇବ। କିଏ? 23 ତାରିଖ ସୋମବାର। ସ୍ୱାସ୍ଥ୍ୟ ସୁରକ୍ଷିତ ରହିବ। ବିବିଧ ଲୌକିକ ମୌଳିକ ସୁଖ ମିଳିବ। କୌଳିକ ବୃତ୍ତିର ବିକାଶ ହେବ। ଆୟ ଅମଳ ପାଇଁ ଆଦୌ ପ୍ରତିବନ୍ଧକ ନାହିଁ। ଯଦି ଉଦ୍ୟମ ଅବ୍ୟାହତ ରହିବ, ମାନେ ମୁଁ କରିତ୍କର୍ମା, ଏଇ ଚିନ୍ତାରେ କର୍ମ କ୍ଷେତ୍ରରେ କର୍ମ କରିଚାଲିବେ, ମାନେ କର୍ମ ଉଦ୍ୟମ ଅବ୍ୟାହତ ରହିବ, ତେବେ ମନ ଗୁଣେ ଧନ ମିଳିବ। ବହୁ ମାନ ସମ୍ମାନ ମିଳିବ। ବହୁ ଦିନର ମନସ୍କାମନା ପୂରଣ ହେବ।
ରାତି 8ଟା 40 ପରେ ରୋହିଣୀ ନକ୍ଷତ୍ର ପାଇଁ ଅଶୁଭ। ହେଲା, ଆଲୋଚନା ଆଜି ଆମେ ଆଲୋଚନା କରିବା କାଲି ଯେଉଁଟି ନବମାଧିପ ଆଉ ଦଶମାଧିପ ବିଷୟରେ ରହିଯାଇଥିଲେ। ଯଦି ନବମାଧିପତି ମାନେ ଭାଗ୍ୟାଧିପତି, ଯଦି ନବମାଧିପତି ବା ଭାଗ୍ୟାଧିପତି ନବମରେ ଥାନ୍ତି, ସେ ବ୍ୟକ୍ତିର ଭାଗ୍ୟ କ୍ରମଶଃ ଅଭିବୃଦ୍ଧି ହେବ। ପୂର୍ଣ୍ଣ ବିକାଶ କେବେ ହେବ? ଏଇ ନବମାଧିପତିଙ୍କର ଅନ୍ତର୍ଦଶାରେ ଯଦି ଭାଗ୍ୟବାନ ହେଇଥିବେ, ତାହେଲେ ଏଇ ସମୟଟା ମଧ୍ୟ ବୟସରେ ଆସିବ ତ ଭଲ। ଯଦି ଶୈଶବରୁ ବଢ଼ିଗଲା ଆଉ ବାର୍ଦ୍ଧକ୍ୟରେ ପଡ଼ିଲା, ଟିକେ ଅସୁବିଧା। ଶୈଶବ ପଡ଼ିଲେ କ'ଣ ହେବ? ପାଠ ଦି ଅକ୍ଷର ଭଲ ହେବ, ଲୋକେ ସମସ୍ତେ ପ୍ରଶଂସା କରିବେ। ତାପରେ ଠାଠୁ ଶେଷରେ ପଡ଼ିଲା, ବାର୍ଦ୍ଧକ୍ୟରେ ପଡ଼ିଲା, ରୋଗ ବ୍ୟାଧିରୁ ମୁକ୍ତ ମିଳିବ, ସମସ୍ତେ ପ୍ରଶଂସା କରିବେ। କିନ୍ତୁ ମଧ୍ୟମ ବୟସଟା ଦୁଃଖରେ ଯିବ। ତ ନବମାଧିପତି ଯଦି ନବମରେ ଥିବେ, ଯଦି ଦଶମରେ ଥିବେ, ତାହେଲେ ବହୁତ ବଢ଼ିଆ, ମାନେ ଭଲ କାମ କରିବାର ସୁଯୋଗ ମିଳିବ। ଆଉ ସେ ଭଲ କାମରୁ ଧନ ଆଉ ସମ୍ମାନ ମିଳିବ। ଇଏ ଗଲା ଦଶମରେ। ଦଶମାଧିପତି ଯଦି ଦଶମରେ ଥିବେ, ତାହେଲେ କ'ଣ ହେବ ନା ଭଲ କାମ ମିଳିବ। ସବୁବେଳେ ଆମେ କାମରେ ଲାଗି ରହିବା, କର୍ମରୁ ଶାନ୍ତି ପାଇବା। ଲୋକଲୋଚନକୁ ଆସି ହେବନି। କିନ୍ତୁ କର୍ମାଧିପ ଯଦି ନବମରେ ଥିବ, ତାହେଲେ ସେଇ କର୍ମ କରୁ କରୁ ଲୋକେ ଆମକୁ ଜାଣିଯିବେ ଯେ ଆମେ ଜଣେ କରିତିକର୍ମା, ଉଦ୍ୟମୀ, ସଫଳ ନେତା, ଭଲ ମଣିଷ, ଯୋଗ୍ୟ ନାଗରିକ। ତେଣୁ ଦଶମାଧିପତି ନବମ ରହିଲେ ଏ ସୁଯୋଗ ମିଳେ। ଯଦି ଏ ଦିହେଁ ଘର ବିନିମୟ କରିଥାନ୍ତି, ମାନେ ନବମାଧିପତି ଦଶମରେ ବା ଦଶମାଧିପତି ନବମରେ ଥାନ୍ତି, ତାହେଲେ ଶୈଶବରୁ ଶେଷ ପର୍ଯ୍ୟନ୍ତ ଏ ବ୍ୟକ୍ତିର ଭାଗ୍ୟୋଦୟ ହୁଏ। ଭଲ ଘରେ ସେ ଜନ୍ମ ହୁଏ, ଭଲ ଭୋଜନ ପାଏ, ଶିକ୍ଷା ପାଏ, ସଂସ୍କୃତି ପାଏ, ଆଉ କ୍ରମଶଃ ମଣିଷ ପରି ମଣିଷ ହୁଏ। ବୁଝାପଡ଼ିଲା? ସବୁଠୁ ଭଲ କଥା, ଏଇ ଭାଗ୍ୟାଧିପତି ଆଉ କର୍ମାଧିପତି ଉଭୟ ମିତ୍ର ହେଲେ ଆହୁରି ବଢ଼ିଆ। ଯଦି ଏ ଦିହେଁ ମିତ୍ର ନୁହନ୍ତି, ଶତ୍ରୁ, ଏଇ ଯେଉଁ ଅଭ୍ୟୁଦୟ ହେବ, ତାହା ବହୁ ବାଧା ବିଘ୍ନର ସମ୍ମୁଖୀନ ହେଇକରି ହେବ। ହଁ ବନ୍ଧୁ, ଏ ବିଷୟରେ ପୁଣି ଆଲୋଚନା କରିବା ଆସନ୍ତାକାଲି। ଏବେ ଦେଖିବା ମିଥୁନ କଥା। ମିଥୁନ ସୋମବାର ହେତୁ ମିଥୁନ ପାଇଁ ଅଶୁଭ, ପୁଣି ମିଥୁନ ରାଶିର ଘାତବାର। ଏହିପରି ବହୁ କାରଣ ପାଇଁ ଏମାନେ, ଏଇ ମିଥୁନ ରାଶିର ଲୋକେ 23 ତାରିଖ ବଡ଼ ଦୁଃଖରେ ସମୟ କାଟିବେ। ବ୍ୟୟ ବଢ଼ିଯିବ, ଆୟ କମିଯିବ। ପୁଣି ରାତି 8ଟା 40 ପରେ ପୁନର୍ବସୁର ଅସୁବିଧା ସମୟ ଆସିବ। ଦେହ ଖରାପ ହେବ, ପ୍ରିୟଜନ ଅପ୍ରିୟ ବ୍ୟବହାର କରିବେ। ମେଷ ସରିଥିଲା, ବୃଷ ସରିଥିଲା, ମିଥୁନ ସରିଲା। ଏବେ ଯିବା କର୍କଟ ପାଖ। ସୋମବାର ଶୁଭବାର କର୍କଟ ରାଶି ପାଇଁ 23 ତାରିଖ ବି ଶୁଭ। ସେ ଆୟ ଅମଳ କରିବା ପାଇଁ ବାଟ ଖୋଲିଦେବ। 23 ତାରିଖ ସୋମବାର କର୍କଟ ରାଶି ପାଇଁ ଆୟ ଅମଳ ପାଇଁ ରାସ୍ତା ପ୍ରଶସ୍ତ ହେବ। ଯଦି ଗାଈ ମୁହଁରେ କ୍ଷୀର ଧାରାକୁ ଅବଲମ୍ବନ କରିବେ,
ଗାଈ ମୁହଁରେ କ୍ଷୀର ମାନେ ଗାଈର ପେଟ ପୁରିଲେ ତା ପହ୍ନା ବଡ଼ ହେବ, ସେ ଧୀର ସ୍ଥିର ଭାବରେ ସ୍ଥିର ଠିଆ ହେବ, ଆମେ କ୍ଷୀର ଦୁହିଁ ଚାଲିବା। ଗାଈ ମୁହଁରେ କ୍ଷୀର, ଏଟାକୁ ମନେ ରଖିଥିବେ। ସେଇଭଳି କର୍ମକ୍ଷେତ୍ର ଚାହେଁ ଶ୍ରଦ୍ଧାର ସହିତ କର୍ମ କର। ତମେ ମୋତେ ଦିଅ, ମୁଁ ତମକୁ ଦେବି 6 ଗୁଣ। ତମେ ଟଙ୍କାଟିଏ ଖର୍ଚ୍ଚ କର ବ୍ୟବସାୟରେ, ମୁଁ ତମକୁ 6 ଟଙ୍କା ଦେବି। ସେଇଭଳି ତମେ ଯଦି 600 ଖର୍ଚ୍ଚ କରିବ, ମୁଁ ତମକୁ 3600 ଦେବି। ଲକ୍ଷେ ଖର୍ଚ୍ଚ କରୁନା, ମୁଁ 6 ଲକ୍ଷ ଦେବି। କିନ୍ତୁ ଖାଲି ପଇସା ଖର୍ଚ୍ଚ କଲେ ହେବନି, ଶ୍ରଦ୍ଧା ବି ଖର୍ଚ୍ଚ କରିବ, ଶ୍ରମ ବି ଦେବ, ଆଉ ମୁଁ ହିଁ ତୁମ ଜୀବନ, ଏଇ ଚିନ୍ତାଧାରା ପୋଷଣ କରିବ। ତେଣୁ ଗାଈ ମୁହଁରେ କ୍ଷୀର, ଏଇଟାକୁ ମନେ ରଖିଥିବା। ଆମେ ସବୁ ସମୟରେ ଗୋଟେ କଥା ମନେ ରଖିବା ଯେ ଯେମିତି ବୁଣିବା ତାର 6 ଗୁଣ ତୋଳିବା। ହଁ ବନ୍ଧୁ, କର୍କଟ ରାଶି ପାଇଁ କ'ଣ ହେଲା? ଗାଈ ମୁହଁରେ କ୍ଷୀର ଧାରାରେ ଯିବେ ତ, ତେବେ ଆପଣଙ୍କର ଧନ କିଏ ଖାଇବ? ଏତେ ଧନ ହେବ କର୍କଟ ରାଶିଆଙ୍କର ଏଇ ସୋମବାର ଦିନ। ଯଦି ଠିକ୍ ଧାରାରେ ସିଏ ନିଜର ବୃତ୍ତି ବ୍ୟବସାୟକୁ ପରିଚାଳନା କରିବେ, ଧନ ବଳକି ଯିବ। ତମ ଧନ କିଏ ଖାଇବ? ଖାଇଲେ ଖୋଇଲେ ଦେଲେ ବି ସରିବନି। ହଁ, ରାତି 8ଟା 40 ପରେ ଅଶ୍ଳେଷାର ଅଶୁଭ ସମୟ ଆସିବ। ଦେହ ମୁଣ୍ଡ ସୁସ୍ଥ ରହିବ। ଶୟନ ଭୋଜନ ପଠନ ଗମନ ଦେବ ଦର୍ଶନରେ ବାଧା ବିଘ୍ନ ନାହିଁ, ଖାଲି ମନ ଦରକାର। ହଁ ବନ୍ଧୁ, ଆମେ ସିଂହ ପାଖକୁ ଯିବା। ସୋମବାର ସିଂହ ପାଇଁ ଶୁଭ ଦିନ। 23 ତାରିଖ ସମ୍ମାନ ମିଳିବାର ଦିନ, ସ୍ନେହ ଆଦର ମିଳିବ। ଆଉ କୌଣସି କାର୍ଯ୍ୟ ବାଧାରେ ଆସି ସମ୍ମୁଖରେ ଠିଆ ହେବନି। କର୍ମ ପ୍ରତି ଆଗ୍ରହ ବଢ଼ିଯିବ। ନୂତନ ଯୋଜନା ପ୍ରତିବନ୍ଧକ ସୃଷ୍ଟି କରିବନି, କାର୍ଯ୍ୟକାରୀ ହେବ। କୌଣସି କ୍ଷେତ୍ରରେ ବାଧାବିଘ୍ନ ନାହିଁ। ରାତି 8ଟା 40 ପରେ ପୂର୍ବ ଫାଲ୍ଗୁଣୀର ଅଶୁଭ। ଯଦି ସତ୍ଚିନ୍ତା ପୋଷଣ କରି କାର୍ଯ୍ୟ କରିଚାଲିବେ ଆଉ ସତ୍ମାର୍ଗରେ ଚାଲିବେ, କର୍ମ କରିବେ, ତେବେ କର୍ମ କ୍ଷେତ୍ରରୁ ଧନ ମାନ ଆଦି ମିଳିବ। ଦେହ ସମସ୍ୟା ନାହିଁ। ସାମାଜିକ ଓ ପାରିବାରିକ ଶାନ୍ତି ଅଛି। ଖାଲି ପୂର୍ବ ଫାଲ୍ଗୁଣୀର ରାତି 8ଟା 40 ପରେ ଅଶୁଭ। ନୂତନ ଯୋଜନା କାର୍ଯ୍ୟକାରୀ ହେବ। କୌଣସି ବାଧାବିଘ୍ନ ନାହିଁ। ଏବେ ଟିକେ ସିଂହ ରାଶି ଲୋକମାନେ ବିଭିନ୍ନ ଶାରୀରିକ ସମସ୍ୟା ଭୋଗୁଛନ୍ତି ବୋଲି ବହୁ ବନ୍ଧୁ ଫୋନ୍ କରୁଛନ୍ତି। ଏଇ ସୋମବାର ଦିନ ଟିକେ ଶାନ୍ତି ପାଇବେ, ସବୁ ପ୍ରକାର ସୁଖ ସେ ପାଇବେ। ବନ୍ଧୁ, ଗୋଟେ କଥା ଅଛି ଯେ ଆଦରଣୀୟ କେଉଁମାନେ ହୁଅନ୍ତି? ଯେଉଁମାନେ ପରୋପକାରୀ। କେମିତି? ଭବନ୍ତି ନମ୍ରାହା ତରବ ଫଳାଗମୟୀ। ଯେତେବେଳେ ତରୁ ମାନେ ଗଛରେ ଫଳ ଆସିଯାଏ, ସେ ନଇଁ ପଡ଼େ କି ନାହିଁ? ଫଳର ଭାରରେ ନଇଁ ପଡ଼େ। ଉଦ୍ଦେଶ୍ୟ, ଇଏ ପାର୍ଥିବ ପ୍ରାଣୀ, ପୃଥିବୀର ପ୍ରାଣୀମାନଙ୍କ ପାଇଁ ଇଏ ଫଳ ମୁଁ ଧାରଣ କରିଛି। ଭବନ୍ତି ନମ୍ରାହା ତରବ ଫଳାଗମୟୀ ନବାମ୍ବୁଭି ଦୂର ବିଲମ୍ବିନୋ ଘନାହା। ଘନ ମାନେ ମେଘ। ମେଘ ଗୁଡ଼ିକ ଆକାଶରେ ଭାସୁଛନ୍ତି ପ୍ରାୟ ସମୟରେ। ଯେତେବେଳେ ନୂଆ ଜଳଯୁକ୍ତ ହେଇଯାଆନ୍ତି, ମାନେ ଜୁନ୍ 15ରୁ କ୍ରମଶଃ ବର୍ଷା ଋତୁ ଆରମ୍ଭ ହୁଏ, ସେତେବେଳେ ସେମାନେ ନଇଁ ପଡ଼ନ୍ତି ପୃଥିବୀ ପର୍ଯ୍ୟନ୍ତ। ଜଳଭାରାରେ ସିଏ ନଇଁ ପଡ଼ନ୍ତି। ଯାହାଫଳରେ ସେ ଘୋଷଣା କରିଦିଅନ୍ତି, ଇଏ ଜଳରାଶି ଯାହା ମୁଁ ପ୍ରସ୍ତୁତି କରିଛି ସେ ସବୁ ପାର୍ଥିବ ଜୀବଜଗତ ପାଇଁ। ଭବନ୍ତି ନମ୍ରା ତରବ ଫଳାଗମୟୀ ନବାମ୍ବୁଭି ଦୂର ବିଲମ୍ବିନୋ ଘନାହା। ଅନୁଦ୍ଧତା ସତ୍ପୁରୁଷାଃ ସମୃଦ୍ଧିବି
ଯେ ସତ୍ପୁରୁଷ, ଯେ ସଜ୍ଜନ, ଯେ ମହାନ, ତାଙ୍କ ଘରେ ସମୃଦ୍ଧି ହେଇଗଲେ, ଧନ ହେଇଗଲେ, ସେମାନେ ନଇଁ ପଡ଼ନ୍ତି, ଭାରି ବିନୀତ ହୁଅନ୍ତି, ଭଦ୍ର ହୁଅନ୍ତି। କାରଣ ସେ ଧନକୁ ସେ ଜନସେବାରେ ଲଗାନ୍ତି। ତମେ ମୁଁ ସେ, ଆମେ କ'ଣ ସେଇଆ? ଆମ ପାଖରେ ଧନ ହେଇଗଲେ ପା ଆମେ ତିନିଟା ନିଶ ରଖୁ। ଗୋଟା ନିଶ ନାକ ଉପରେ, ଗୋଟା ତଳେ, ଗୋଟା ମଝିରେ। ଫୁଟାଣି ନ କାଣି 6 ପଣ ବଢ଼ିଯାଏ ଆମର। ଖାତିର କରୁନା କାହାକୁ, ଧରାକୁ ସରା ଜ୍ଞାନ କରୁ। କାରଣ ଆମେ ସଜ୍ଜନ ନୁହଁ। ସିଏ ସଜ୍ଜନ ଯାହାର ପାଦ ପଦ୍ମରେ ମୁଣ୍ଡ ଲାଗିବାକୁ ଇଚ୍ଛା ହୁଏ। ତାଙ୍କ ପାଖରେ ସମ୍ପତ୍ତି ହେଇଗଲେ ସେ ଧନକୁ ଜନସେବାରେ ଲଗାନ୍ତି, ପରୋପକାର ଲଗାନ୍ତି। ଏଇମାନେ ଗଛ ମେଘର ଉଦାହରଣ ଦେଇ କୁହାଗଲା, ଯେଉଁମାନେ ପରୋପକାରୀ ସେ ବିନମ୍ର। ଏଇଟା ପରୋପକାର ଲକ୍ଷଣ। ହଁ ବନ୍ଧୁ, ଆପଣ ଯଦି ସେମିତି ହେବେ ନା, ତେବେ ଆପଣଙ୍କୁ ଏ ଜନ ଜଗତ ପ୍ରଣାମ କରିବ, ଯୋଡ଼ ହସ୍ତରେ କହିବ ଜୟ ହେଉ, ଆପଣଙ୍କର ମଙ୍ଗଳ ହେଉ, ଈଶ୍ୱର ଆପଣଙ୍କୁ ସପରିବାର ସୁଖରେ ରଖନ୍ତୁ। ଏବେ ଦେଖିବା କନ୍ୟା କଥା। କନ୍ୟା ପାଇଁ ସୋମବାର ଅଶୁଭ 23 ତାରିଖ ହେଲା ବି ଅଶୁଭ, ଏଣୁ ଏହା ଏକ ଅଶୁଭ ଦିନ। କନ୍ୟା ରାଶି ହସ୍ତା ନକ୍ଷତ୍ରର ରାତି 8ଟା 40 ପରେ ଅଶୁଭ ହେବ। ଚିନ୍ତା ବଢ଼ିଯିବ, ଶାନ୍ତି ବ୍ୟାହତ ହେବ, ଭାଗ୍ୟାଧିପ ଶୁକ୍ର ଉଚ୍ଚରେ। ଏଥିପାଇଁ କିଛି ସାହାଯ୍ୟ ସହଯୋଗ ପାଇ ଉପକୃତ ହେବେ। ଅପମାନିତ ହୋଇପାରନ୍ତି, ସାବଧାନ ସାବଧାନ। ଅପମାନକୁ ଜଗିବେ। ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ଦିକଡ଼ା। ଆଲୋ ସଖୀ, ଆପଣା ମହତ ଆପେ ରଖି। ସମ୍ମାନ ଗଲେ ମିଳେନି, ଆଉ ମିଳେନି, ଆଉ ମିଳେନି। ହଁ, ତୁଳା କଥା ଆଲୋଚନା କରିବା। ସୋମବାର ତୁଳା ପାଇଁ ଶୁଭ ନୁହେଁ। 23 ତାରିଖ ଚନ୍ଦ୍ରମା ବି ଅଶୁଭ। ରାତି 8ଟା 40 ପରେ ବିଶାଖାର ଅଶୁଭ ସମୟ ଆସିବ। ଦୂରଯାତ୍ରା ଯୋଗ ଅଛି, ମାତ୍ର ଯାତ୍ରା ନ କଲେ ଭଲ। ଯଦି ଯାତ୍ରା କରିବେ ତେବେ ରାସ୍ତା ମଝିରେ ହଇରାଣ ହେବେ। ବିପଦପୂର୍ଣ୍ଣ ଦିନ। ଆଜି ଆକ୍ସିଡେଣ୍ଟ ହେଇଯାଇପାରେ, ବି କେୟାରଫୁଲ। ଅସୁସ୍ଥ ହେବେ। ପୁରୁଣା ରୋଗ ପାଇଁ ସତର୍କ ରୁହନ୍ତୁ, ସେ ଚେଇଁ ଉଠିବ। ଯଥା ସମୟରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ। ଆୟ ଅମଳରେ ବିବିଧ ସମସ୍ୟା ଦେଖାଦେବ। ପୁଣି କହୁଛି, ଦୁର୍ଘଟଣା ଭୟ ଅଛି, ସାବଧାନ ତୁଳା ରାଶି ପାଇଁ। ବାସ୍, ଏବେ ବିଛା କଥା ଆଲୋଚନା କରିବା। ସୋମବାର ହେତୁ ଅନେକ ଶୁଭ ଭାବନା ମନକୁ ଆସିବ। ଆୟ ଅମଳ ପାଇଁ ରାସ୍ତା ପ୍ରଶସ୍ତ ଅଛି। କେବଳ ଅଦମ୍ୟ ଉଦ୍ୟମ ତଥା ବିଦ୍ୟା ବୁଦ୍ଧିର ସୁବିନିଯୋଗ ହେଲେ ଆୟ ଅମଳ ସବୁଜ ଶ୍ୟାମଳ କ୍ଷେତ ଭଳି ଦିଶିବ। ଦେହ ମନ ପ୍ରଫୁଲ୍ଲିତ ହେବ। ଯଦି ଠିକ୍ ସମୟରେ ଠିକ୍ କାମ କରିବେ, ବୁଦ୍ଧି ବିବେକର ବିନିଯୋଗ କରିବେ, ବଳ କଳ କୌଶଳର ସୁବିନିଯୋଗ ହେବ, ତେବେ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଧରିତ୍ରୀ ଭଳି ଆପଣ ପ୍ରଫୁଲ୍ଲିତ ଦିଶିବେ। ଆୟ ବଢ଼ିଯିବ। ହଁ, ମାତ୍ର ବିଛା ରାଶି ପୁରୁଷଙ୍କ ପାଇଁ ଆଜି ଘାତ ଚନ୍ଦ୍ର। ବି କେୟାରଫୁଲ। ଟିକେ ସାବଧାନ ହେଲେ ସମସ୍ୟା ଦୂରେଇ ଯିବ। ଦେହପା ଠିକ୍ ରହିବ। ବ୍ୟୟ ବି ହବ ଅଳ୍ପ। ବ୍ୟୟ ନ ହବ ନୁହଁ, ବିଛା ରାଶିର ବ୍ୟୟ ହବ ଅଳ୍ପ, ବାଧିବନି। ବହୁ ଲୋକଙ୍କଠୁ ଆଦର ସମ୍ମାନ ପାଇବେ। ମାତ୍ର ରାତି 8ଟା 40 ପରେ ଜ୍ୟେଷ୍ଠା ନକ୍ଷତ୍ରର ଅଶୁଭ ସମୟ ଅଛି। ବିଛା ପରେ
ଧନୁ କଥା ବୁଝିବା। ହଁ ବୁଝିବା ଯେ ହେଲେ ଆମେ କାହିଁକି ରୋଗରେ ପଡ଼ୁଛେ ମ ଟିକେ ଭାବୁନେ। ବଜାରରେ ତ ଆମେ କୌଣସି ଭଲ ଖାଦ୍ୟ ନାହିଁ। ଆମେ ଯେତେ ଗୁଡ଼ିଏ ଖାଦ୍ୟ ଖାଉଛେ, ଯେଉଁ ପ୍ରକାରରେ ଯେମିତି ଖାଉଛେ, ସେ ସବୁ ହେଉଛି ବିଷ। ଏସବୁ ସ୍ଲୋ ପଏଜନ୍, ଧୀର ବିଷ। ସେ ଆମ ଦେହରେ ଯେଉଁ ଯେଉଁ ରୋଗ ସୃଷ୍ଟି କରୁଛି ସେଟା ତ ଅନୁଭବ କରୁଛନ୍ତି। ଆଉ ତଥାପି ଆମେ ଟିକେ ବୁଝିବାନି, ଆମ କଥା ଜାଣିବାନି। ଆଗେ ବା ଶରୀର ତାପରେ ଧର୍ମ, ଶାସ୍ତ୍ରରେ କୁହା ହେଇନି ଶରୀର ମାଧ୍ୟମ ଆଗେ ଶରୀର ଦେଖି ଧର୍ମ କର। ଆଉ ବିଶେଷ କରି ଆମର ମା ଭଉଣୀମାନେ ବୁଝିହେଉଛି ମାନେ ଆମେ ଅବୁଝା, ଯେତେ ବୁଝାଅ ତାକୁ ବୁଝିବେନି। ବିନା କାରଣରେ ରାମ ହଗିଲା ମୁଁ ହଗିବି। ଆରେ ତାକୁ ଝାଡ଼ା ହେଇଯିବ, ତା ପେଟ ଖରାପ, ସିଏ ହଗୁଛି, ତୁ କାହିଁ କୁନ୍ଥଉଛୁ। ମାନେ କହିବାର ତାତ୍ପର୍ଯ୍ୟ ହେଲା ଉପାସ ରହିବାଟା। ଏମାନେ ବିନା କାରଣରେ ଉପାସ ରହି ଭାବନ୍ତି ମୁଁ ଉପାସ ରହିଗଲେ ଠାକୁର ଠାକୁରାଣୀ ମାନେ ସନ୍ତୁଷ୍ଟ ହେଇକରି ମୋତେ ଅଜାଡ଼ି ଦେବେ। ଏ ଦେହ ଯେ କେତେ ଖରାପ ହୁଏ ସେ କ'ଣ ଜାଣନ୍ତିନି? ଜାଣନ୍ତି। ଖାଇବା କଥା ସେମିତି, ଉପାସ ରହିବେ 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 ଏକାଥରେ ପୁଳାଏ ଗିଳିବେ, ଦେହ ଖରାପ ହେବନି। ଶାସ୍ତ୍ରଜ୍ଞ କହିଲେ ଚରକ, କହିଲେ ସୁଶ୍ରୁତ, କହିଲେ ହିତଭୁକ୍, ଋତଭୁକ୍, ମିତଭୁକ୍। ଯଦି ବଞ୍ଚିବାକୁ ଚାହୁଁଛ, ହେଲା ବଞ୍ଚିବାକୁ ଚାହୁଁଛ, ମୁଁ ଥରେ ମୋ ସାଙ୍ଗକୁ ପଚାରିଲି ଆରେ ବଞ୍ଚିଛୁ? ସେ ମୋତେ ବଲ ବଲ ଚାହିଁଲା। କିରେ କ'ଣ ତୁ ଅନ୍ଧ ନା କ'ଣ? ମୋତେ କହିଲା। କ'ଣ ଏମିତି ପଚାରୁଛୁ? ହେରେ ଚଣ୍ଡାଳ, ପିଲାଦିନେ ବି ମୂର୍ଖ ଥିଲୁ, ଏବେ ମୂର୍ଖ ଅଛୁ। ଯେତେ ବୁଝା, ତୁ ବଞ୍ଚିଛୁ ନା ନାଇଁ କହ। ଯେ କ'ଣ ବୁଝିପାରୁନି, ମୋତେ ବୁଝେଇ ଦେ। ଆରେ ତୁ ଏବେ ପରାଶ୍ରିତ ନା ସ୍ୱାଧୀନ? ତୋ ବୟସ ମୋ ବୟସ ସମାନ, ଉଭୟ ପ୍ରାୟ 74-75 ବର୍ଷର ହେଲେଣି। ଆମେ ଯଦି ସ୍ୱାଧୀନ ତାହେଲେ ବଞ୍ଚିଛେ। ଯଦି ପରାଧୀନ ନେହୁରା ହେଉଛେ, ପୁଅ ପାଖରେ, ବୋହୂ ପାଖରେ, ନାତି ପାଖରେ, ନାତୁଣୀ ପାଖରେ ଦେ ଦେ ମାଗୁଛେ, ସେ ଦୟାକରି ଦେଉଛନ୍ତି, ତାହେଲେ ଆମେ ମରିଯାଇଛେ। ତୋ ଜୀବନ କେମିତି କହ? ନାଇଁ ନାଇଁ ମୁଁ ଦରମରା ମୁଁ ଦରମରା, ମୁଁ ପୁରା ସ୍ୱାଧୀନ ନୁହଁ। ହେଲା କଥା। ତେଣୁ ଆମେ ହିତଭୁକ୍, ଯେଉଁ ଖାଦ୍ୟ ଆମ ଦେହ ପାଇଁ ହିତକାରକ ସେଆକୁ ଖାଇବା। ଆଉ ମିତଭୁକ୍ ବୋଇଲେ ପରିମିତ ପରିମାଣରେ ଖାଇବା, ତଣ୍ଟି ପନ୍ତ ଗିଳିବାନି। ହିତଭୁକ୍, ମିତଭୁକ୍। ଆଉ ଋତଭୁକ୍, ତା ଦୁଇଟା ଅର୍ଥ କରାହେଇଛି। ଋତୁକାଳୀନ ଖାଦ୍ୟ ଖାଇବା। ପ୍ରକୃତି ଯେଉଁ ସମୟରେ ଯେଉଁ ଖାଦ୍ୟ ତିଆରି କରେ, ଶୀତ ଦିନେ ମୂଳା ତିଆରି ହୁଏ ମାଟିରେ, ଆଳୁ ତିଆରି ହୁଏ ନାଇଁ କି, ମଟର ଛୁଇଁ ତିଆରି ହୁଏ। ତେଣୁ ଯେଉଁ ସମୟରେ ଯେଉଁ ଖାଦ୍ୟ ପୃଥିବୀ ତିଆରି କରେ ସେ ହେଲା ଋତୁକାଳୀନ ଖାଦ୍ୟ, ତାକୁ ଖାଇବା। ତଣ୍ଟି ପନ୍ତ ଗିଳିବାନି କେବେ ବି। ଅଳ୍ପ ଅଳ୍ପ ଖା, କଳ୍ପ କଳ୍ପେ ବଞ୍ଚିଥା। ଅଳ୍ପ ଅଳ୍ପ ଖା, କଳ୍ପ କଳ୍ପ ବଞ୍ଚିଥା। ଶାସ୍ତ୍ର କହିଛନ୍ତି, ମୁଁ କହୁନି କିଛି। ଆମେ ଜଗି ରଖି ଖାଦ୍ୟ ଖାଇବା। ଆଉ ବଜାରରେ ଖାଦ୍ୟକୁ ଟିକେ ଦୂରେଇ ରହିଲେ ଭଲ, ନହେଲେ ମୁଁ କ'ଣ କରିବି। ଭଲ। ଆଉ ଧନୁ କଥା ଆଲୋଚନା କରିବା। ଆଲୋଚନା କଲେ କି କରିନେ? ସୋମବାର ଧନୁ ପାଇଁ ଶୁଭ ଦିନ ଅଟେ। ପୁଣି 23 ତାରିଖ ଏମାନଙ୍କୁ ବିବିଧ ଲାଭ ମିଳିଯିବ। 23 ତାରିଖ ଏମାନଙ୍କୁ ବିଭିନ୍ନ ଲାଭ ଯୋଗାଇ ଦେବ। ଆଉ ଏମାନେ ଭ୍ରମଣରେ ଯିବା ପାଇଁ ଗୋଡ଼ ଟେକି ବସିବେ। ଭ୍ରମଣରେ ଗଲେ ଭଲ ଯେ, ଯାଆନ୍ତୁ, ସୁସମ୍ବାଦ ଶୁଣିବେ। ବ୍ୟବସାୟୀ ଯେଉଁମାନେ, ସେମାନେ ତାଙ୍କ ବୃତ୍ତିକୁ ବଢ଼େଇ ପାରିବେ। ଆଉ ଭଲ ଭାବରେ ଚଳେଇ ପାରିଲେ ହେବ, ବଢ଼ିଆ ଲାଭ ହେବ। ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ଆଜି ମନ ଖୋଜୁଥିବା ଚିଜ ଲାଭ ହେବ। ଆଜି ଲାଭ ଲାଭ ଲାଭ। ଧନୁରାଶିର ସମସ୍ତଙ୍କୁ ଆଜି କିଛି କିଛି ଲାଭ ହେବ। ବ୍ୟବସାୟୀ ପ୍ରଭୃତି ଯେଉଁମାନେ ଅର୍ଥ ନ ପାଇଲେ ବ୍ୟସ୍ତ ହୁଅନ୍ତି, ଯେଉଁମାନଙ୍କ ପାଖକୁ କଞ୍ଚା ପଇସା ଆସେ, ସେଇଭଳି ଯେଉଁମାନେ
ସେମାନଙ୍କର ଆଜି ବଢ଼ିଆ ଲାଭ ହେବ। ତା ବ୍ୟତୀତ ଯେଉଁମାନେ ଯେମିତି ଜିନିଷ ପାଇଲେ ଖୁସି ହୁଅନ୍ତି, ଯେଉଁ ଜିନିଷକୁ ସେ ଖୋଜୁଥାନ୍ତି, ତା ମଧ୍ୟ ଲାଭ ହେବ। ଆଜି ସମସ୍ତଙ୍କର ମନସ୍କାମନା ଆଜି ପୂର୍ଣ୍ଣ ହେବ। କେଉଁମାନଙ୍କର? ଧନୁରାଶିଆମାନଙ୍କର ବଢ଼ିଆ ଲାଭ ହେବ। ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ସେମାନଙ୍କର ମନ ଖୋଜୁଥିବା ଚିଜ ଲାଭ ହେବ। ହେଲେ ବହୁ ଚରିତ୍ର ହେତୁ ସଂସାରରେ ଧନୁରାଶି ଲୋକ ଜଣେ ଆପଣ ଏକୁଟିଆ କି? ନାଇଁ ମ ବହୁ ଚରିତ୍ର ହେତୁ ବିବିଧ ଲାଭ ବିଧାନ ବିଧି କରିଛନ୍ତି। କାହା ପାଇଁ କେଉଁ ଲାଭ ହେବ? ଯିଏ ଲାଭଦାତା ସେ ହେଲେ ବିଧି, ସେ ନିଶ୍ଚୟ କିଛି ଲାଭ କରାଇବେ। ଆଜି ରାତି 8ଟା 40 ପରେ ପୂର୍ବା ଷାଢ଼ା ଧନୁର ଟିକେ ଅସୁବିଧା ହେବ। ଦେହ ପା ଠିକ୍ ଠାକ୍ ରହିବ, ଆଉ ସମସ୍ୟା କିଛି ନାହିଁ। ଏ ଗଲା କାହା କଥା? ଧନୁ କଥା। ଆସନ୍ତୁ ଆଲୋଚନା କରିବା ମକର କଥା। ମକର ରାଶି ପାଇଁ ସୋମବାର ଅଶୁଭ। 23 ତାରିଖ ଚନ୍ଦ୍ରମା ଶୁଭ ଅଛି। ସେ ସୁଖ ଭାର ନେଇ ଆସିବ। ସୋମବାର ହେତୁ ଅଶୁଭ, ମକର ପାଇଁ ସୋମବାର ହେତୁ ଅଶୁଭ, କିନ୍ତୁ 23 ତାରିଖ ଗୋଟିଏ ସୁଖ ଭାର ନେଇକରି ଆସୁଛି। କାହାକୁ ପାଇଁ? କାହା ଘରକୁ ଆସୁଛି? ନା ମକର ରାଶିଆ ଘରକୁ ଆସୁଛି। ଏଇ ସୁଖ ପାଇଁ ଏମାନେ ଅତୀତର ଦୁଃଖ ଭୁଲିଯିବେ। ଏତେ ସୁଖ ପାଇବେ ସୋମବାର ଦିନ ମକର ରାଶିର ଲୋକେ ଅତୀତର ସବୁ ଦୁଃଖକୁ ଭୁଲିଯିବେ। ମାତ୍ର ରାତି 8ଟା 40 ପରେ 40 ଯାଏ ଠିକ୍ ଠାକ୍। 8ଟା 40 ପରେ ଶ୍ରବଣା ନକ୍ଷତ୍ରର ଅଶୁଭ ହେବ। ଦୈନନ୍ଦିନ ବୃତ୍ତି ଠିକ୍ ଠାକ୍ ଚାଲିବ। ଆୟ ଅମଳକୁ ଗତିଶୀଳ କରିବା ପାଇଁ ଚଳଚଞ୍ଚଳ ହେବେ। ଉଚିତ ଦେହ ପା ଠିକ୍ ଠାକ୍ ରହିବ। ଆଉ ହେଲେ ଆଜି ଥଣ୍ଡା ଜନିତ ରୋଗ ହେତୁ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବ। ଏଇ ତ ଅସୁବିଧା ଆଉ। ମାନେ ପ୍ରଶ୍ୱାସ କ୍ରିୟା ଫୁସଫୁସ୍ ଦୁଇଟା ଅଛି ନା, ଲଙ୍ଗସ୍ କହନ୍ତି ଇଂରାଜୀ ତାକୁ। ସେଥିରୁ ଲାଗିଛି, ପାଇପ୍ ଲାଗିଛି। ତାପରେ ହେଲା ଗଳନଳୀ, ଏଇଟା ଛାତି। ଏଠି ଅଛି, ଦୁଇ ପଟରେ ଫୁସଫୁସ୍ ଅଛି। ଏଠି ଛାତି, ଏଠି ଗଳନଳୀ, ଏଠି ନାକ, ଏମିତି ଏତେ ଗୁଡ଼ିଏ ଯନ୍ତ୍ର ଅଛି ଆମର ଶ୍ୱାସ ପ୍ରବାହ ପାଇଁ। ଏଥିରେ ପୀଡ଼ା ହେବ, ଛିଙ୍କ ହେବ, କାଶ ହେବ, ଏମିତି ସବୁ ସମସ୍ୟା ହେବ ଶ୍ୱାସ ପ୍ରବାହ। ଯଦି ଆପଣମାନଙ୍କର ଟିକେ ଜ୍ଞାନ ଥିବ ଯେ ଥଣ୍ଡା ହେଲେ କି ଟ୍ରିଟମେଣ୍ଟ କରିବା, କେଉଁ ଚିକିତ୍ସା ରହିବା, ତାକୁ ପୂର୍ବରୁ ଯଦି ଆମେ ଟ୍ରିଟମେଣ୍ଟ କରିଦେବା କ'ଣ ପଇସା ଖର୍ଚ୍ଚ ହେଉଛି? ଆମେ ଟିକେ ବ୍ୟବସ୍ଥା କରିବା, ପ୍ରାଣାୟାମ ଟିକେ କରିବା। ସହଜ ଉପାୟ ପ୍ରାଣାୟାମ। ଏଇ ସୋମବାର ପୂର୍ବରୁ ରବିବାର ଠାରୁ ଆମେ ପ୍ରାଣାୟାମ ଆରମ୍ଭ କରିଦେଲେ ସୋମବାର ରାତି 8ଟା ପରେ ଆଉ ସମସ୍ୟା କିଛି ନାହିଁ। ତେଣୁ ନା ପ୍ରାଣାୟାମ କରିବା। ଆଉ ବିଭିନ୍ନ ଟ୍ରିଟମେଣ୍ଟ ଆପଣଙ୍କୁ ଆମେ କହିଛି। ଥଣ୍ଡା ହେଲେ କ'ଣ କରିବା? ପାଦ ତଳେ ଅମୃତାଞ୍ଜନ ଘଷିବା। ପାଦର କେଉଁ ଜାଗାରେ କୁହନି? ଯେଉଁ ଜାଗା ମାଟିରେ ଲାଗୁନି ସେଟା ସେମିତି ଖାଲ କରାହେଇଯିବା ନାକ ଆଉ କପାଳ ପାଇଁ, ସେ ଜାଗାରେ ଆମେ ଅମୃତାଞ୍ଜନ ଘଷିବା। ଘଷାରି ପାଦକୁ ଘୋଡ଼େଇ ରଖିବା। ଆଉ ଯଦି ପାଦରେ ଟିକେ ତେଲ ମାଲିସ କରିବା ତାହେଲେ ଥଣ୍ଡା ହେବନି। ଏସବୁ ଜାଣିଛନ୍ତି ଆପଣମାନେ, ମୁଁ କେତେ କହିବି। ଆସନ୍ତୁ ଯିବା କାହା ପାଖକୁ? କୁମ୍ଭ ପାଖକୁ। କୁମ୍ଭ ରାଶି ପାଇଁ ସୋମବାର ଅଶୁଭ। 23 ତାରିଖ ବି ଅଶୁଭ। ଦେହ ଅସୁସ୍ଥ ହେବ, କଳହ ହେବ, ଖର୍ଚ୍ଚ ବଢ଼ିଯିବ। ବୃଥା ଭ୍ରମଣ କରି ଦଣ୍ଡ ଭୋଗିବେ। ଭଲ କାମ କରି ନିନ୍ଦା ଶୁଣିବେ। ପ୍ରିୟ ଲୋକଙ୍କ ଗହଣରେ ଶାନ୍ତି ଖୋଜିବେ। ରାତି 8ଟା 40 ପରେ ପୂର୍ବଭାଦ୍ର ନକ୍ଷତ୍ରର ଅଶୁଭ ହେବ। ସନ୍ଧ୍ୟା ବେଳକୁ ବିଭୁ କଲ୍ୟାଣ କରିବେ। ସେ ଡାକିବେ, ଧନ ମାନେ ଦେବ ଦର୍ଶନ ଯୋଗ ଅଛି ସନ୍ଧ୍ୟାବେଳେ। କାର? କୁମ୍ଭ ରାଶିର। ତମର କେଉଁଠି ଅଛି ମ? ମୀନ ରାଶି ଆଲୋଚନା କରିବା। ମୀନ ରାଶି ପାଇଁ ସୋମବାର ଶୁଭ। 23 ତାରିଖ ବି ଶୁଭ। ଏଇ ମୀନ ରାଶିଆ ମାନେ ଆଜି ଧନ ପାଇଁ ଚିନ୍ତା କରିବେ। ଧନ ଜ୍ଞାନୀମାନେ ଦେଲେ ଧନ, ମୋତେ ଧନା, ମୁଁ ଚଞ୍ଚଳା, ମୁଁ ରହେନା। କିନ୍ତୁ ଏମାନେ ଆଜି ସେଇ ଧନ ପାଇଁ ଚିନ୍ତା କରିବେ। ହେଲା,
ବଡ଼ ଚେଷ୍ଟା କରିବେ ଆଉ ଧନ ବି ପାଇବେ। ଏମାନେ ଆଜି ଧନ ଚିନ୍ତା କରିବେ, ଧାଁ ଦୌଡ଼ କରିବେ, ଚେଷ୍ଟା କରିବେ, ଧନ ପାଇବେ। କେତେ ପାଇବେ? ଯେତେ ଚେଷ୍ଟା କରିବେ। ଆଜି ମୀନରାଶିଆମାନଙ୍କର ଚେଷ୍ଟା ଯେତେ ଅବ୍ୟାହତ ରହିବ ସେଇ ପରିମାଣରେ ଧନ ସିଏ ପାଇବେ। କାରଣ ଦେହ ମୁଣ୍ଡ ଠିକ୍ ରହିବ, ସମ୍ମାନ ବି ବଢ଼ିଯିବ। ଆଜି ସେମାନେ ସମ୍ମାନିତ ହେବେ, ସାମାଜିକ ପ୍ରୀତି ଲାଭ କରିବେ, କର୍ମ ଯୋଜନା ସୁଫଳ ହେବ, ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ମାତ୍ର ରାତି 8ଟା 40 ପରେ ରେବତୀ ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ବନ୍ଧୁ, ଆଜି କହୁ କହୁ ମୁଁ ସ୍ୱାସ୍ଥ୍ୟ ଉପରେ କିଛି କହିଲି, ଆଉ ଜ୍ୟୋତିଷ ଉପରେ କିଛି କହିଲି, ଭାଗ୍ୟ ଉପରେ କିଛି କହିଲି। କହିବାରେ ଯଦି ଆପଣଙ୍କୁ ଅସୁବିଧା କିଛି ହେଇ ଜଣେଇବେ, ଖରାପ ଭାବିବେନି। ଯଦି ଈଶ୍ୱର ଚାହିଁବେ ପୁଣି ଆସନ୍ତାକାଲି ଏଇଭଳି ସ୍ୱାସ୍ଥ୍ୟ ଉପରେ ଆଉ ଜାତକ ଉପରେ କିଛି ଆଲୋଚନା କରିବା, ତାପରେ ରାଶିଫଳ ପଢ଼ିବା। ହଁ, ରହିଲି, ନମସ୍କାର।